ଜଣେ ଲୋକର ଦିଟା ଗରା ଥିଲା। ଦିଟା ଗରା ଥିଲା, ଗୋଟେ ଥିଲା ଭଲ ଆଉ ଗୋଟେ ଥିଲା ଟିକେ କଣା। ସେ କ'ଣ କରେ, ସେ ଲୋକଟି ଯେତେବେଳେ ଘରକୁ ପାଣି ଆଣେ ସେତେବେଳେ ସେ ଯେଉଁ କଣା ଥିବା ଗରାରେ ପାଣି ନେଇକି ଯାଏ। ଯେଉଁ ଗରାରେ ଟିକେ କଣା ଥିଲା ସେଇ ଗରାରେ ପାଣି ନେଇକି ଯାଏ। ଆଉ ଯେଉଁ ବାଟରେ ଯାଏ ସେ ବାଟରେ ପାଣି ଟିକେ 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 ସବୁଦିନେ ଯେତେ ଥର ସେ ଗରାରେ ପାଣି ନିଏ ସେତେ ଥର ପାଣି ଗଳି ଗଳିକା ଯାଏ, ଝରି ଝରିକା ଯାଏ। କିଛି ଦିନ ପରେ ଦେଖାଗଲା ସେ ଯେଉଁ ବାଟରେ ଯାଏ ସେ ବାଟରେ ସୁନ୍ଦର ସୁନ୍ଦର ଗଛ ହେଇଛି ଏବଂ ତା ଦେହରେ ଫୁଲ ଫୁଟିଛି। କହିବାର ଅର୍ଥ ହେଲା ୱିକନେସ୍ ବି ବ୍ଲେସିଂସ୍ ଆଣିକି ଦିଏ। ୱିକନେସ୍କୁ କେବେ ହେଳା କରନ୍ତୁନି, ତାକୁ ଭୟ କରନ୍ତୁନି କି ତାକୁ ଘୃଣା କରନ୍ତୁନି, କାରଣ ସେଇ ୱିକନେସ୍ ବି କେତେବେଳେ ଆପଣଙ୍କୁ ବ୍ଲେସିଂସ୍ ଆଣିଦେବ ଆପଣ କହିପାରିବେନି। ତେଣୁ କହିବାର ଅର୍ଥ ସବୁ ଜିନିଷକୁ ସମ୍ମାନ କରନ୍ତୁ। ସବୁ ଜିନିଷର ଯେତେ ଛୋଟରୁ ଛୋଟ ଜିନିଷ ହେଲେ ବି ତା'ର ମଧ୍ୟ ୟୁଟିଲିଟି ଅଛି ଏବଂ ତା'ର ବି କାମ ଅଛି, ତା'ର ବି ଗୁଣଧର୍ମ ଅଛି।